ରୂପସା କହିବେ, ମାୟା ଆଣ୍ଟି, ମୋ ମନରେ ଆପଣଙ୍କ ପାଇଁ ଏବେ ବି ସଫ୍ଟ କର୍ଣ୍ଣର ଅଛି। ବର୍ତ୍ତମାନ ପାଇଁ ତ ମୁଁ ଚାଲିଯିବି, କିନ୍ତୁ ଆପଣ ଟିକେ ଭଲ ଭାବରେ ଚିନ୍ତା କରନ୍ତୁ। ଆପଣଙ୍କ ହାତରେ ଏବେ ବି ବହୁତ କମ୍ ସମୟ ଅଛି। ଏହାପରେ ମାୟା କହିବେ, ରୂପସା, ଯାହାକୁ ମୁଁ ଦୁଇ ଥର ଘରୁ ଧକ୍କା ଦେଇ ବାହାର କରିସାରିଛି, ତା ପାଖରେ ପୁଣି ମୁଁ ସାହାଯ୍ୟ ପାଇଁ ହାତ ବଢ଼ାଇବି? ଏକଥା ତ ଭାବିପାରୁଛୁ? କେମିତି? ମୋ ବୋହୂ ତୋତେ ଠିକ୍ କଥା କହିଛି। ପୁଣି ଥରେ ଯେମିତି ସାମ୍ନାରେ ମୁହଁ ଦେଖିବା ପାଇଁ ସାହସ ନ କରୁ, ନହେଲେ ଆଉ ଥରେ ତୋତେ ଧକ୍କା ମାରିକି ବାହାର କରିଦେବି। ତାପରେ ସମସ୍ତେ ଆସିବେ, ଆଉ ପଲ୍ଲବୀ କହିବେ, ତୁ ଏବେ ବି ଏଇଠି ଠିଆ ହେଇଛୁ? ମୁଁ କହିଲି ନା, ଏଠୁ ଚାଲିଯା। ଶୁଣ, ମୋ ଶାଶୁମା ମାୟା ମହାପାତ୍ର କୌଣସି ଦୁର୍ବଳ ସ୍ତ୍ରୀ ଲୋକ ନୁହେଁ। ସେ ବାଘୁଣୀ ଘାଇଲା ଅଛନ୍ତି। ତା ବୋଲି ଛେଲି ଛୁଆ ବୋଲି ନୁହଁ। ସେ କୌଣସି ସାହାଯ୍ୟ ନେବେନି। ତାପରେ ରୂପସା କହିବେ, ଆଚ୍ଛା, ତା ମାନେ କ'ଣ ମୁଁ ଛେଲି ବିଲୁଆ? ଏହାପରେ ଗୌରବ କହିବେ, ତାଠୁ ବି ନୀଚ। ତୁ କ'ଣ ଆଉ ତୋତେ ଚିହ୍ନିବାକୁ ଆମର କାହାରି ବାକି ନାହିଁ। ଏହାପରେ ଦାଦିମା କହିବେ, ଯେତେ ଶୀଘ୍ର ପାରୁଛ ଏଠୁ ଚାଲିଯା, ନହେଲେ ସିଂହ ଦଳ ଭିତରେ ଛେଲିଛୁଆ ଦୋଳି ଚକଟି ମରିବା ଆଗରୁ ନିଜର ଜୀବନ ବଞ୍ଚାଇବା ପାଇଁ ପଳା ଏଠୁ। ତାପରେ ପଲ୍ଲବୀ କହିଲେ, ଶୁଭା ଗଲାନି କି ତୋତେ? ଚାଲିଯା ଏଠୁ। ତାପରେ ଡକ୍ଟର ଆସି କହିବେ, ଏକ୍ସକ୍ୟୁଜ୍ ମି, ଦେଖନ୍ତୁ, ଯେତେ ଶୀଘ୍ର ସମ୍ଭବ ଆମକୁ ଆଦର୍ଶ ବାବୁଙ୍କୁ ସର୍ଜରୀ କରିବାକୁ ପଡ଼ିବ। ଆମେ ତାଙ୍କୁ ଭେଣ୍ଟିଲେଟରରେ ବେଶୀ ସମୟ ଚାଲି ରଖିପାରିବାନି। ଏହାପରେ ରୂପସା କହିବେ, ମୋ ଅଫର ବି ଆପଣଙ୍କ ପାଇଁ ଏବେ ବି ଖୋଲା ଅଛି ଆଣ୍ଟି। ଏମାନେ ସମସ୍ତେ ତ ଗାଉଁଲି ଝିଅ, କିନ୍ତୁ ଆପଣ ତ ସେନ୍ସିବୁଲ। ଆନନ୍ଦ ଅଙ୍କଲ ଆଉ ଆଦର୍ଶଙ୍କର ଜୀବନର ମୂଲ୍ୟ କ'ଣ, ସେ କଥା ତ ଆପଣ ଭଲ ଭାବେ ଜାଣିଛନ୍ତି। ହଉ, ମୁଁ ଆସୁଛି। କ'ଣ ନିଷ୍ପତ୍ତି ନେଲେ ମୋତେ ଖୁବ୍ ଶୀଘ୍ର ଜଣାଇବେ। କାରଣ ଡକ୍ଟର ଏବେ କହିଦେଇ ଗଲେ ନା, ଆଦର୍ଶଙ୍କୁ ସେ ବେଶୀ ସମୟ ଭେଣ୍ଟିଲେଟରରେ ବଞ୍ଚାଇ ରଖିପାରିବେନି। ତାପରେ ରୂପସା ସେଠାରୁ ଚାଲିଯିବେ। ଏହାପରେ ପଲ୍ଲବୀ କହିବେ, ମାମା, ଆଉ ବେଶୀ ସମୟ ଆମେ ଅପେକ୍ଷା କରିପାରିବାନି। ଆମ ପାଖରେ ସମୟ ବହୁତ କମ୍। ଭାଗ୍ୟର ଏ ଲଢ଼େଇକୁ ଆମ ସମସ୍ତଙ୍କୁ ମିଶି ଜିତିବାକୁ ପଡ଼ିବ। ଚାଲନ୍ତୁ, ଆମେ ସମସ୍ତେ ନିଜ ନିଜ କାମରେ ଲାଗିଯିବା। ମାମା ଆଉ ଦାଦିମା, ସାନମା, ଆମେ 3 ଜଣ ମନ୍ଦିରକୁ ଯାଉଛୁ। ଭାଇ, ଆପଣ ସବୁ ଜୁଏଲେରୀ ବିକିକି ଜଲ୍ଦି ପଇସା ନେଇକି ଆସନ୍ତୁ। ମାମା, ଆପଣ ଆଉ ଦାଦା, ଆପଣଙ୍କ ଲେବୁଲରେ କେଉଁଠୁ ଟଙ୍କା ଆରେଞ୍ଜ କରିହେବ ତାହା ଦେଖନ୍ତୁ। ପ୍ଲିଜ୍ ଟିକେ ଆରେଞ୍ଜ କରନ୍ତୁ। ଆମେମାନେ ଏବେ ଆସୁଛୁ। ତାପରେ ପଲ୍ଲବୀ ଆଦର୍ଶଙ୍କ ରୁମ୍ ପାଖକୁ କବାଟ ସାମ୍ନାକୁ ଆସି କହିବେ, ମୁଁ ତମ ସାଙ୍ଗରେ ଅଛି ଆଦର୍ଶ। ମୁଁ ତମର କିଛି ବି ହେବାକୁ ଦେବିନି ଆଦର୍ଶ। ତାପରେ ଦରକାର ପଡ଼ିଲେ ମୁଁ ନିଜ ଜୀବନକୁ ବାଜିରେ ଲଗାଇ ତମକୁ ବଞ୍ଚେଇବି ଆଦର୍ଶ। ତାପରେ ପଲ୍ଲବୀ ଚାଲିଯିବେ। ତାପରେ ରୂପସା ଆସି ଗାଡ଼ିରେ ବସିବେ। ତାପରେ ରୂପସାଙ୍କ ମା କହିବେ, କ'ଣ ହେଲା ରୂପସା? ତାପରେ ରୂପସା କହିବେ, ଅଫର ଆକ୍ସେପ୍ଟ କରିବା ତ ଦୂରର କଥା, ସେମାନେ ଇନସଲ୍ଟ କରିକି ବିଦାୟ କରିଦେଲେ ମାମା। ଏହାପରେ ତାଙ୍କ ମାମା କହିବେ, କର୍ପୂର ଉଡ଼ିଗଲାଣି, କନାରୁ ବାସ୍ନା ଯାଇନି। ଭିକ ମାଗିବା ଭଳି ଅବସ୍ଥା ହେଲାଣି, ଆହୁରି ଅକାତ ଦେଖାଉଛନ୍ତି। ଏହାପରେ ରୂପସା କହିବେ, ସବୁଠୁ ଡେଞ୍ଜର କଥା ହେଲା ମାମା, ସେମାନେ ସମସ୍ତେ ଏକାଠି ହୋଇସାରିଛନ୍ତି। ଆଗରୁ ସୋରିଷ ଫୁଟିଲେ ଖବର ଆସି ମୋ ପାଖରେ ପହଞ୍ଚୁଥିଲା। ମାୟା ଆଣ୍ଟି, ରିମଝିମ୍, ଗୌରବ ଏବେ ସମସ୍ତଙ୍କୁ ୟୁଜ୍ କରି ପଲ୍ଲବୀ ଏଗେନ୍ଷ୍ଟରେ ସେଠି ଯାହା ଇଚ୍ଛା ମୁଁ ସେୟା କରିଥିଲି, କିନ୍ତୁ ଏବେ ସମସ୍ତେ ସେ ପଲ୍ଲବୀର ହେଇଗଲେଣି। ଖାଲି ସେତିକି ନୁହଁ ମାମା, ସେ ଘରକୁ ଗୋଟେ ରାକ୍ଷସୀ ଆସିଛି। ତା ନାଁ ହେଉଛି ସୁଲଗ୍ନା। ସେ ସମସ୍ତଙ୍କୁ ଏକାଠି କରି ରଖିଛି। ମୋତେ ତ ଡର ଲାଗିଲାଣି, ମୁଁ ସମସ୍ତଙ୍କ ଏକତାକୁ ଭାଙ୍ଗିବି କେମିତି? ସେମାନେ ବହୁତ କନଫିଡେନ୍ସ ଜଣାପଡ଼ୁଛନ୍ତି ମାମା। ଯଦି ସେମାନେ ଆନନ୍ଦ ଅଙ୍କଲ ଆଦର୍ଶଙ୍କର ଟ୍ରିଟମେଣ୍ଟ ପାଇଁ ଟଙ୍କା ଯୋଗାଡ଼ କରି ଦିଅନ୍ତି, ତାହେଲେ ସେମାନଙ୍କୁ ଆମ ଗୋଡ଼ ତଳକୁ ଆଉ କେବେ ବି ଆଣିପାରିବାନି। ମାମା, ଆଦର୍ଶ ଆଉ ମୋର କେବେ ବି ହେଇପାରିବନି। ତାପରେ ତାଙ୍କ ମାମା କହିବେ, ଆଦର୍ଶ ତୋର ହେବ ରୂପସା। ଆମର ଏତେ ଦିନର ପରିଶ୍ରମ ଏମିତି ପାଣି ଫୁଟୁକା ପରି ଫାଟିଯିବାକୁ ଦେବିନି। ସେମାନେ ଏବେ ବି ପୁରାପୁରି ଦେବାଳିଆ ହୋଇସାରିଲେଣି। ତେଣୁ ଗୋଟେ ଦିନରେ ଏତେ ଟଙ୍କା ଯୋଗାଣ କରିବା ତାଙ୍କ ପକ୍ଷେ ସମ୍ଭବ ନୁହଁ। ପୁରା ମହାପାତ୍ର ଖାନଦାନ ତୋ ଗୋଡ଼ ତଳକୁ ଆସିବ ରୂପସା। ବାସ୍ ତୁ ଟିକେ ଧୈର୍ଯ୍ୟ ଧର ଆଉ ଅପେକ୍ଷା କର। ତାପରେ ରୂପସା କହିବେ,
ତାପରେ ମୋତେ ଡର ଲାଗୁଛି। ଏହାପରେ ମାଲିନୀ କହିବେ ଯାହାର ଡେଡ୍ MLA ଭୈରବ ଭରଦ୍ୱାଜ ତାହାର କାହାକୁ ଡରିବା ଦରକାର ନାହିଁ। ରିମୋଟ୍ କଣ୍ଟ୍ରୋଲ ତ ଡ୍ୟାନ୍ଙ୍କ ହାତରେ ଅଛି। ଏହାପରେ ଯାହା ପାଖକୁ ହାତ ପତାଇବାକୁ ଯିବେ ସେମାନେ ପାଖରୁ ଗୋଟିଏ ଉତ୍ତର ପାଇବେ ନାଇଁ। ବୁଲନ୍ତୁ ସେମାନେ ଜାଣିବେ। ତାପରେ ଯେତେ ଯୋଉଠୁ ଟଙ୍କା ଯୋଗାଡ଼ କରିବେ ଚେଷ୍ଟା କରୁଛନ୍ତି କରନ୍ତୁ, କିନ୍ତୁ ଶେଷରେ ସେମାନେ ତୋରି ଗୋଡ଼ ତଳକୁ ଆସିବେ ଆଉ ତୋ ଅଫରକୁ ମାନିବାକୁ ବାଧ୍ୟ ହେବେ। ଏହାପରେ ରୂପସା କହିବେ ମୋତେ କିନ୍ତୁ ପଲ୍ଲବୀ ପାଇଁ ଡର ଲାଗୁଛି ମାମା। ସମସ୍ତଙ୍କ ଭିତରୁ ବେଶୀ କନଫିଡେନ୍ସ ସିଏ ଜଣାପଡ଼ୁଛି। ଆଉ ତମେ ଭଲ ଭାବରେ ଜାଣିଛ ମାମା, ଜିଦ୍ ଧରି ସିଏ କାହା ପାଖରେ ବି ପଡ଼ିଯାଏ ସେ ତାକୁ ନିଶ୍ଚୟ କରି ଦେଖାଏ। ଆଉ ଏପଟେ ଗୌରବ ଘରକୁ ଆସିବେ ଆଉ ସମସ୍ତଙ୍କ ଗହଣା ବାହାର କରି ତାଙ୍କ ରୁମ୍କୁ ଯିବେ। ତାପରେ ରିମଝିମ୍ ଅଟକାଇବେ। ତାପରେ ଗୌରବ କହିବେ କ'ଣ ହେଲା, ସାମ୍ନାରେ ଆସି କ'ଣ ପାଇଁ ଠିଆ ହୋଇଗଲ? ଏହାପରେ ରିମଝିମ୍ କହିବେ ମୁଁ ମୋ ଜୁଏଲାରୀ ଦେବିନି। ମହାପାତ୍ର ଖାନଦାନର ଲୋକ କ'ଣ ଏତେ ଗରିବ ହୋଇଗଲେ ଯେ ଶେଷରେ ତାଙ୍କ ବୋହୂଙ୍କ ଗହଣା ବି ବିକିଦେବେ। ଏହାପରେ ଗୌରବ କହିବେ ରିମଝିମ୍ ଚୁକ୍ତି କରିବା ପାଇଁ ମୋ ପାଖରେ ଏବେ ସମୟ ନାହିଁ। ସବୁଯାକ ଜୁଏଲାରୀ ମୋତେ ଦିଅ, ଆମ ପାଖରେ ସମୟ ବହୁତ କମ୍। ତାପରେ ପଲ୍ଲବୀ କହିବେ ଦେଖ ଆଦର୍ଶ, ଆମ ବଡ଼ ବାପା ଯଦି ସେମାନଙ୍କର ତାଙ୍କର ସବୁ ପ୍ରପର୍ଟି ହରେଇ ବସିଲେ ତାହେଲେ ସେଥିରେ ମୋର କ'ଣ ଭୁଲ? ମୁଁ କାହିଁକି ମୋର ସବୁ ଜୁଏଲାରୀ ଦେବି? ଏହାପରେ ଗୌରବ ରାଗିକି ରିମଝିମ୍କୁ ଗୋଟେ ଚାପୁଡ଼ା ମାରିବେ ଆଉ କହିବେ ନିଜକୁ ମହାପାତ୍ର ଖାନଦାନର ବୋହୂ କହିବା ପୂର୍ବରୁ ପଲ୍ଲବୀଙ୍କ ପାଖରୁ କିଛି ଶିଖିବାକୁ ଚେଷ୍ଟା କର। ତାପରେ ରିମଝିମ୍କୁ ଠେଲି ଦେଇ ଗହଣା ବାହାର କରିବେ ଆଉ ସେଠାରୁ ଚାଲିଯିବେ। ଆଉ ଏପଟେ ବିନୋଦ ଆଉ ମାୟା ଗୋଟେ ଲୋକ ପାଖକୁ ଆସିବେ ଆଉ ବିନୋଦ କହିବେ ମିଷ୍ଟର ମହାନ୍ତି ନମସ୍କାର। ତାପରେ ମହାନ୍ତି କହିବେ ନମସ୍କାର। ନମସ୍କାର ଆଜ୍ଞା। ଏହାପରେ ବିନୋଦ କହିବେ ମିଷ୍ଟର ମହାନ୍ତି ଆଦର୍ଶ ଆଉ ହସ୍ପିଟାଲରେ ପଡ଼ିଛନ୍ତି, ସେମାନଙ୍କୁ ଟ୍ରିଟମେଣ୍ଟ ପାଇଁ ଟଙ୍କା ନିହାତି ଦରକାର। ଆମେ କିଛି ଟଙ୍କା ଲୋନ୍ ପାଇଁ ଆସିଛୁ। ତାହେଲେ ମହାନ୍ତି କହିବେ କେତେ ଟଙ୍କା ଦରକାର? ତାପରେ ମାୟା କହିବେ 80-90 ଲକ୍ଷ ନିହାତି ଦରକାର, ଯଦି ତାଠୁ ଅଧିକ ହୋଇପାରେ ତାହେଲେ ଭଲ ହୁଅନ୍ତା। ଏହାପରେ ମହାନ୍ତି କହିବେ ସରି ମିସେସ୍ ମହାପାତ୍ର, ବିନା ମର୍ଗେଜରେ ଏତେ ଗୁଡ଼ାଏ ଟଙ୍କା ଆମେ ଦେଇପାରିବୁନୁ। ତାପରେ ମାୟା କହିବେ ଏକଥା ଆପଣ କହୁଛନ୍ତି? କାଲି ପର୍ଯ୍ୟନ୍ତ ଯିଏ କୋଟି କୋଟି ଟଙ୍କାର ଲୋନ୍ ଦେବା ପାଇଁ ଆମ ଅଫିସରେ ଯାଇ ବସୁଥିଲେ ଆଜି ଆମ ବିପଦ ସମୟରେ କିଛି ଲକ୍ଷ ଟଙ୍କା ଲୋନ୍ ଦେବା ପାଇଁ ମନା କରୁଛନ୍ତି। ତାପରେ ମହାନ୍ତି କହିବେ ମ୍ୟାଡ଼ାମ୍ ପ୍ଲିଜ୍, ଆପଣ ଆମକୁ ଭୁଲ ବୁଝୁଛନ୍ତି। କାଲି ଆଉ ଆଜି ଭିତରେ ବହୁତ ବଦଳି ଯାଇଛି। ଆଜି ଆପଣମାନେ ପୁରା ଦେବାଳିଆ ହୋଇଯାଇଛନ୍ତି। ଏକଥା ସାରା ସହର ଜାଣିସାରିଲେଣି। ତେଣୁ ଆମେ କ'ଣ, ସହରର କେହି ବି ଆପଣଙ୍କୁ ଋଣ ଦେବା ପାଇଁ ରାଜି ହେବେ ନାହିଁ। ଆଉ ଏପଟେ ପଲ୍ଲବୀ ଗଡ଼ି ଗଡ଼ି 11-12 ପରିକ୍ରମା କରିବେ। ତ ଦର୍ଶକ ବନ୍ଧୁ, ଆଦର୍ଶ ଆଉ ଆନନ୍ଦକୁ ବଞ୍ଚାଇବା ପାଇଁ ଟଙ୍କା ଯୋଗାଡ଼ କରିପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ।